କଥା ରଖି ସେଇଠାରୁ କଳା କାମ କରିଲେ ଗମନ ମୋ ଭାଇ ମନ ସଗଲ ମନ ଧୀରେ ଧୀରେ କଳା କାମ କରିଲେ ଗମନ ମୋ ଭାଇ ମନ ଧନ ଜୀବନ ରାଧାଙ୍କର ଦ୍ୱାର ଦେଶେ ପହୁଞ୍ଚିଲା ଜାନ ମୋ ଭାଇ ମନ ରଙ୍ଗ ବସରା ରାଧା ରାଧା ଉଚ୍ଚ ସ୍ୱରେ ତାକୁ ମାରେ ଗଲା ମୋ ଭାଇ ମନ ମାଲ ପହଞ୍ଚି ଗଲେ କଳାକାନ କୃଷ୍ଣ ରାଧାଙ୍କ ପୁରରେ ଦ୍ୱାର ଦେଶରେ ରହିଛନ୍ତି। ଇଏ ତ ଆଜ୍ଞା ନଟୁଆ ନଟବର କଳାକାନ କୃଷ୍ଣ ତାଙ୍କୁ କେତେ ନାଟକ ଜଣା କେହି ବି ଜାଣିନାହାନ୍ତି। ପ୍ରଭୁ ଚିନ୍ତା କଲେ କହିଲେ ଅସଲ ପରିଚୟ ମୁଁ ଆଜି ରାଧାଙ୍କୁ ଦେବିନି, ଟିକେ ତାଚ୍ଛଲ୍ୟରେ ଡାକିବି, ଦେଖାଯାଉ ମତେ ରାଧା ଚିହ୍ନି ପାରୁଛନ୍ତି କି ନାହିଁ। ଏଇଠି ଡାକିଲେ କଳାକାନ କୃଷ୍ଣ କହିଲେ ରାଧା ରାଧା ଆପଣ କିଏ ଡାକୁଛନ୍ତି ଆମ ଦ୍ୱାର ଦେଶରେ? ଜାଣିପାରୁନା? ନା ମୁଁ ଆପଣଙ୍କୁ ଜାଣିପାରୁନି। ରାଧା ଆପଣଙ୍କ ପରିଚୟ ଦିଅନ୍ତୁ। ମୋ ସ୍ୱରରୁ ଜାଣିପାରୁନା? ମୁଁ ଆପଣଙ୍କୁ ଜାଣିପାରିନି। ଆପଣ କିଏ ଡାକୁଛନ୍ତି? କିଏ ଡାକୁଛି? ମାଲ ତାଚ୍ଛଲ୍ୟରେ ପରିଚୟ ଦଉଛନ୍ତି ପରିବେ କଳାକାନ କୃଷ୍ଣ ରାଧା ନିଜର ପରିଚୟ ଦେବାକୁ ଗଲେନି। କହିଲେ ରାଧା ମତେ ଚିହ୍ନି ପାରୁନା? ନାଇଁ। ଆରେ ମୁଁ ମାଧବ ଆସିଛି। ମାଧବ? ମାଧବ ଆଲୋ କୋଇଲି ମାନଙ୍କୁ ତ ମାଧବ କୁହନ୍ତି। କୋଇଲିଟା ଏତେ ଫୁରେ ମୋ ଫୁରେ କଣ କାମ ଏତେ ରାତିରେ? କିଛି କାମ ନାହିଁ। ଫେରିଯା ଫେରିଯା ଫେରିଯା। ମାଲ ବୁଦ୍ଧିମତୀ ହଉଛି ରାଶେଶ୍ୱରୀ ରାଧା। ରାଧା ଚିନ୍ତା କରିଲେ କହିଲେ ପ୍ରଭୁ ମୋ ଦ୍ୱାର ଦେଶରେ ଅଛନ୍ତି। ପ୍ରଭୁ ଆପଣ ଯେତିକି ଚାଲାକି ନୁହନ୍ତି ଆପଣଙ୍କ ଠାରୁ ମୁଁ ବି ଚାଲାକି। ଆପଣଙ୍କର ଯଥା ପ୍ରଶ୍ନକୁ ତଥା ଉତ୍ତର ଦେବି। ଏଇଠି ରାଶେଶ୍ୱରୀ ରାଧା କହିଲେ କହିଲେ ଆଜି ତ ମୋ ପୁରକୁ ପ୍ରଭୁ ଆସିବା କଥା, ମାଧବ କାହିଁକି ଆସିଛି? ଆଜ୍ଞା କୋଇଲିର ଦ୍ୱିତୀୟ ନାମ ହେଉଛି ମାଧବ। ଏଇଠି ରାଶେଶ୍ୱରୀ ରାଧା ଉତ୍ତର ଦେଲେ। କଣ ଉତ୍ତର ଦେଲେ କି? କହିଲେ ମାଧବ ମାନକୁ କୋକିଳ କହି କୋକିଳ କହି ରେ କୋକିଳ କହି ମାଧବ ମାନକୁ କୋକିଳ କହି କୋକିଳ କହି ରେ କୋକିଳ କହି ଇଏ ତେରା ତୋରେ ମୋ ପୁରେ କି ପାଇ ପୁରେ କି ପାଇ ରେ ପୁରେ କି ପାଇ ফাল্গুন চৈত্র দেবে হুন্তা সে হুন্তা রে সে হুন্তা আম্ব বউলন্তা পিতরা বন্তা পিতরা বন্তা রে পিতরা বন্তা। মালরা বুদ্ধিমতী রাশেশ্বরী রাধা কহিলে କହିଲେ ପ୍ରଭୁ ତମ ବୁଦ୍ଧି କେତେ ମତେ ଜଣା। କଣ କହିଲ? ମାଧବ ଆସିଛ? ଆରେ ମାଧବ ତ କୋଇଲି ମାନଙ୍କୁ କୁହାଯାଏ। ହେଲେ ଏତେ ରାତ୍ରରେ କୋଇଲିଟାର କାମ କଣ? ଫେରି ଯାଅ ଫେରି ଯାଅ ଫେରି ଯାଅ ରେ ଏନୁ ହେ ବସନ୍ତ କାଳ ଭୋଲାରେ ଏନୁ ହେ ବସନ୍ତ କାଳ ମିଛେ କିମ୍ପା ମତେ ଥଣ୍ଡା ହୁଏ ଚୋରେ ଝାଳ ଡକାୟତ ଚୋରେ। ଇଏ ତ ଫାଲ୍ଗୁନ ଚୈତ୍ର ସମୟ ନୁହେଁ। ଫାଲ୍ଗୁନ ଚୈତ୍ର ହେଇଥାନ୍ତା ଆମ୍ବ ବଉଳି ଥାନ୍ତା କୋଇଲିଟା କୁହୁ କୁହୁ ଡାକିଥିଲେ ଶୋଭା ପାଇଥାନ୍ତା। ଏ ତ ଆମ୍ବ ବଉଳ ସମୟ ନୁହେଁ। କୋଇଲିଟା କାହିଁକି ମୋ ପୁରକୁ ଆସିଛି? ଫେରି ଯାଅ ଫେରି ଯାଅ ଫେରି ଯାଅ ରେ ମାଲ ହାରିଗଲେ କଳାକାନ କୃଷ୍ଣ। କହିଲା ରାଧା ଯାହା କହିଛି ବାସ୍ତବ କଥା ଠିକ। ଆଜ୍ଞା କୋଇଲିର ଦ୍ୱିତୀୟ ନାମ ହେଉଛି ମାଧବ। ପୁଣି ତାର ତାଚ୍ଛଲ୍ୟ କଲେ କଳାକାନ କୃଷ୍ଣ। କହିଲେ ରାଧା ଆପଣ କିଏ ଡାକୁଛନ୍ତି? ମତେ ଚିହ୍ନି ପାରୁନା? ଆପଣଙ୍କ ପରିଚୟ ନ ଦେଲେ ମୁଁ ଜାଣିବି କେମିତି? ଆରେ ମୁଁ ହରି ଆସିଛି। ହରି? ହଁ। ଆଲୋ ମର୍କଟ ମାନଙ୍କୁ ତ ହରି କୁହନ୍ତି। ହେଲେ ମାଙ୍କଡଟା ମୋ ଉପରେ ଏତେ କଣ କାମ? କିଛି କାମ ନାହିଁ। ଫେରିଯା ଫେରିଯାଅ। ମାଲ ବୁଦ୍ଧିମତୀ ରାଧା ଚିନ୍ତା କଲେ କହିଲେ ପ୍ରଭୁ ଯେତେ ପ୍ରଶ୍ନ ତମେ ପାରିବ ସେତେ ଉତ୍ତର ମୁଁ ରଖିଛି। ମାଙ୍କଡ ମାନଙ୍କୁ ତ ହରି କହନ୍ତି। ଲକ୍ଷ ରଖନ୍ତୁ ମୋର ପଣ୍ଡିତ ମଣ୍ଡଳୀ ମୋର ବିଦ୍ୱାନ ମଣ୍ଡଳୀ। ମାଙ୍କଡଙ୍କର ଦ୍ୱିତୀୟ ନାମ ହେଉଛି ହରି। ଏଇଠି ରାଶେଶ୍ୱରୀ ରାଧା କହିଲେ କହିଲେ ହରି ଆସିଛି। ହରି କାହିଁକି ଆସିଛି? ଏ ମାଙ୍କଡଟା କାହିଁକି ଆସିଛି? ଆରେ ମର୍କଟ ମାନଙ୍କୁ ହରି ବୋଲନ୍ତି ହରି ବୋଲନ୍ତି ରେ ହରି ବୋଲନ୍ତି। ଇଏ
तेरा तोरे मो पूरे काहिकी पूरे काहिकी रे पूरे काहिकी तेता तुगे से वीर हनुमंत से हनुमंत रे से हनुमंत होइथिल दिने राम को दूत राम का दूत रे राम का दूत माल एठी रासेश्वरी राधा कहिले कहले ये त्रेतया जुग नुहे रामचंद्रंकर तमे बाहन मु ठीक जानिछि मो पाखरे कोन काम अछि फेरी जाओ फेरी जाओ फेरी जाओ रे माल हारी गले कला कान कृष्ण चिंता करिले राधा हेउचंती बुद्धिमती मु जेते प्रश्न देबी से सेते उत्तर देबे हे बोले मो निजर परिचयटा देई देबी निजर परिचय न देले एने रात्रटा पाही आसीबो हैं रात्रटा पाही आसीबो ये चंद्रसेना गोगष्ठरू फेरी आसीबे मोर कार्य सफल हेबो नाही रे यही कथा को चिंता करी निजर परिचय देबा को गले रे कला कान कृष्ण हे कला शीघ्र दियो नले इटा फपरिबो मालो आज परिचय दउछंती किए से ना कला कान कृष्ण अच्छा ये परिचय देले कला कान कृष्ण बाबूंकर निर्देश आसुटी बंद करिया पई हैं राधा आज्ञा मते चिनि पारु ना मु आपन को चिन्हि पानी आपण प्रकृत वास्तवर परिचय देले मु आपन को चिन्हि मने पकैला तमर मोर जमुना कोले कथन कथन हेई नथिले हां तमे मो गुरु लागु नथिला हां मु तुमको कथा देई नथिली हां निसी पांच गुड़ी ठारे पहुंचियाको हाँ। एई देखिलो निसी पांच गुड़ी हेईनी सतेत हेईछि ना हेईनी मु सेही परा हेले किया आपण मु जानिनी मालो राधांकर गोटिए कथा हाँ। निज परिचय देले द्वारा खोलिबे मालो बाध्य ही परिचय देले केसना कला कान कृष्ण कोन परिचय देले ना हैं ना ना बोले राधा मते चिन्हि पारु ना ना आपण को चिन्हि पानी सत्य सत हैं सत कहूछ आपण परिचय प्रकृत